ମୁରଲି କଣ ମନ ଦୁଃଖରେ ବସିଛ? କଣ ଅସୁବିଧା ହେଇଛି କି? ହଁ ସେ ମନଟା ଦୁଃଖ ଅଛି। କଣ କହିବି, ସେ ଦୀର୍ଘ ଦିନ ତଳର କଥା। ଏତେ ଦୀର୍ଘ ଯେ ମାପି ହବନି ଗଣି। ସେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ। ସିଏ ବି ଷଷ୍ଠ ଶ୍ରେଣୀରେ ପଢୁଥାଏ। ଆଗରୁ ତାକୁ ଦେଖିଥିଲି, କିନ୍ତୁ କାହିଁ କେଜାଣି ହଠାତ୍ ଗୋଟେ ଦିନ ମୋର ହୃଦୟର ନିଭୃତ କୋଣରୁ ତା ପ୍ରତି ପ୍ରେମର ବହ୍ନି ଜଳିଲା। ଦିନେ ସେ ଟ୍ୟୁସନରୁ ଫେରୁଥାଏ, ମୁଁ ତା ସାଇକେଲ ଆଗପଟେ ଗୋଟେ ଚିଠି ଲେଖି ଫୋପାଡ଼ି ଦେଇ ଜୋରରେ ମାଡ଼ିକି ପଳେଇଲି। ଆଗ ଦୂର ଦିଗ୍ବଳୟରୁ ଦେଖି ଯାଇଲି, ପଛରକୁ ଦେଖିଲି ସେ ଚିଠିଟି ଉଠେଇକି ବହି ଭିତରେ ପୂରେଇ ଛାତିରେ ଜାକି ଦେଇ ସାଇକେଲରେ ଥୋଇଦେଲା। ମୁଁ ଭାବିଲି ଲାଇନ କ୍ଲିୟର। ତାପରେ ପ୍ରେମ ହେଲା ଆଉ। ପ୍ରେମ ହେଲା। କୋଉଠି ପୋଖରୀ ହୁଡା, କୋଉ ରାସ୍ତା କଡରେ, ସ୍କୁଲରେ, ଏଇ ସବୁ ଦେଖା ସାକ୍ଷାତ କଥାବାର୍ତ୍ତା ହୁଏ। ଅନ୍ତରଙ୍ଗ ମୁହୂର୍ତ୍ତ ହେଇନି। ତାପରେ ସେ ଦଶମ ଶ୍ରେଣୀ ପରୀକ୍ଷା ହେଲା, ସରିଗଲା। ସରିଲା ପରେ ହଠାତ୍ ତା ବାହାଘର ଠିକ କରିଦେଲେ ଘର ଲୋକ। ବାହାଘର ହେଇଗଲା। ବାହାଘର ହେଇଗଲା। ବାହାଘର ଯେତେବେଳେ ଠିକ ହେଲା ମତେ ବହୁତ ବାଧୁଥାଏ। ଏତେ ବର୍ଷର ପ୍ରେମ ବହୁତ ବାଧୁଥାଏ। ବାଧେଇବା ଭିତରେ ଗୋଟେ ଗୀତ ସେତେବେଳେ ମନେ ପଡିଲା। ତୁ ଯେମିତି ଭାଙ୍ଗିଦେଲୁ ମୋ ହୃଦୟ, ତୁ ସେମିତି ଭାଙ୍ଗି ଯା। ମୁଁ କୁଆଁରା ରହିଯିବି, ତୁ ବିଧବା ହେଇଯା। ଭଗବାନ ବୋଧେ ମୋ ଡାକ ଶୁଣିଲେ। 2 ବର୍ଷ ପରେ ହଠାତ୍ ତା ସ୍ୱାମୀ ମରିଗଲା। ସେ ବିଧବା ହେଇଗଲା। ଏବେ ବି କିନ୍ତୁ ତା ପ୍ରତି ମୋର ପ୍ରେମର ବହ୍ନି ନା ହୃଦୟରେ ଜୁକୁ ଜୁକୁ ହେଇଯାଉଛି। ତା ପ୍ରତି ଗୋଟେ ଭଲ ପାଇବା ଏମିତି ହେଇଯାଇଛି, ମାନେ ଜୀବନରେ ଭୁଲି ମୁଁ ଆଉ ହଉନି ଭୁଲି ପାରିବିନି। ଯେତେବେଳେ ବି ତା ଅଲିଭା କଥା ମନେ ପ୍ରେମ ଗୋଟେ ଇଏ ଆଉ ପଡୁଛି, ଅଲିଭା ପ୍ରେମ। ଲିଭୁ ନାହିଁ ଆଉ। ଲିଭୁ ନାହିଁ। ମୁଁ କିନ୍ତୁ ଆଉ ବାହା ହେବା ପାଇଁ ଚେଷ୍ଟା କଲେ ବି ଆଉ କାହା ପ୍ରତି ଭଲ ପାଇବା ଏ ଲିଭୁ ନେଇ ହେଇପାରୁନି। ପ୍ରେମ ଟା ଲିଭୁ ନାହିଁ। ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ, ଲାଇକ୍ ଏବଂ କମେଣ୍ଟ କରିବେ। ଆମ ନମସ୍କାର। ନମସ୍କାର।